2026 ଓ 27 ବର୍ଷ ପାଇଁ ମାଲକାନଗିରି ଜିଲ୍ଲା ଓକିଲ ସଂଘର ନିର୍ବାଚନ ଇତିମଧ୍ୟରେ ସରିଯାଇଛି। ଉକ୍ତ ନିର୍ବାଚନରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆଇନଜୀବୀ ପ୍ରତିକୃଷ୍ଣ ପାତ୍ର ଓକିଲ ସଂଘ ସଭାଗୃହରେ ଶପଥ ପାଠ କରାଇଛନ୍ତି। ସଭାପତି ଭାବେ ପ୍ରୀତିପାଲ ସିଂ, ଉପସଭାପତି ଭାବେ ସରୋଜ କୁମାର ମହାନ୍ତି, ସମ୍ପାଦକ ଭାବେ ନୃସିଂହ ଚରଣ ମହାନ୍ତି, ସହସମ୍ପାଦକ ଭାବେ ସାଗର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ ବିଭୁ ଆଶିଦାନ ସଗରିଆ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ନୀଳକଣ୍ଠ ମଲ୍ଲିକ, ଶୈଳବାଳା ପଣ୍ଡା, ରୁମ୍ପା ଦେବନାଥ, ରମେଶ ଦେଉରୀ, ନରେନ୍ଦ୍ର ଛତ୍ରୀ ପ୍ରମୁଖ ସମସ୍ତେ ଶପଥ ପାଠ ଗ୍ରହଣ କରିଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲାର ଆଇନଜୀବୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ନିର୍ବାଚିତ ଓକିଲ ସଂଘର ସମସ୍ତ ପ୍ରତିନିଧି ଓ ସମସ୍ତ ଓକିଲମାନେ ଅଦାଲତ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୋ ଓକିଲ ସଂଘର ବର୍ତ୍ତମାନର ସମ୍ପାଦକ, ବର୍ତ୍ତମାନ ଆଜି ଯେଉଁ ଓଏଥଟା କି ନେଲୁ ଆମେ ସମ୍ପାଦକ ଭାବେ ମୁଁ ନିର୍ବାଚିତ ହୋଇଛି। ଆଉ ଖୁସିର କଥା ଯେ ଏ ବର୍ଷର ଯେଉଁ ଟିମ୍ ଆମେ ହେଇଛୁ, ଆମର ବାର୍ ଆସୋସିଏସନ୍ର ବହୁତ ଅତି ସୁନ୍ଦର ଟିମ୍ ଅଛି। ସମସ୍ତଙ୍କ ମନ ମିଶିକି ରହିଛି, ସମସ୍ତେ ଅଛୁ। ଆଉ ଆପଣମାନେ ଜାଣିଥିବେ ଓକିଲ ସଂଘ ଗୋଟେ ଏମିତି ସଂଘ, ବୁଦ୍ଧିଜୀବୀ ଗୋଟିଏ ସଂଘ ଅଛି ମାଲକାନଗିରି ଜିଲ୍ଲାରେ। ଏ ସଂଘ ସଦାସର୍ବଦା ଜନସାଧାରଣ, ଗଣମାଧ୍ୟମ, ପବ୍ଲିକ୍ ଏଣ୍ଟାର ସମସ୍ତଙ୍କ ପାଇଁ ଆମେ କାର୍ଯ୍ୟରତ ରହିଛୁ। ଯାହାର ସୁବିଧା ଅସୁବିଧା ଯେକୌଣସି ପ୍ରୋବ୍ଲେମ୍ ହେଲେ ମଧ୍ୟ ଓକିଲ ସଂଘ ଆପଣମାନଙ୍କ ପାଖରେ ଠିଆ ହେବ, ଆପଣମାନଙ୍କୁ ସମର୍ଥନ ଦେବ। ସେ ପ୍ରତିଶ୍ରୁତି ଆମେ ଓକିଲ ସଂଘ ତରଫରୁ ଦେଉଛୁ। ଆଉ ତା ସହିତ ଆମର ଯେଉଁ ଓକିଲ ସଂଘରେ ଜୁନିୟର ଓକିଲ ଭାଇମାନେ ଅଛନ୍ତି, ସେମାନଙ୍କର କେମିତି ପେଟପାଟଣା ହେବ ସେ ବ୍ୟବସ୍ଥା ମଧ୍ୟ ଆମେ କରିବୁ। ବାର୍ ବେଞ୍ଚର ରିଲେସନ୍ ରଖିବୁ। ତା ସହିତ ବିଭିନ୍ନ ଜାଗାରେ ଯେଉଁ କୋର୍ଟ ସବୁ ବିଭିନ୍ନ କୋର୍ଟ ଖୋଲିଲାଣି ପ୍ରତ୍ୟେକ ଥାନା ଅଣ୍ଡରେ। ତେଣୁ ମୁଁ ଆପଣଙ୍କ ମାଧ୍ୟମରେ ଜଣାଇବାକୁ ଚାହିଁବି ଯେ ଆଇନ ପାଠ ପଢ଼ନ୍ତୁ, ଅଧିକରୁ ଅଧିକ ଛାତ୍ରଛାତ୍ରୀ ଆସନ୍ତୁ, ଆଇନ ପ୍ରତି ଦିଅନ୍ତୁ। ପ୍ରତ୍ୟେକ ଜାଗାରେ ବର୍ତ୍ତମାନ ଓକିଲର ଅଭାବ ଅଛି ମାଲକାନଗିରି ଜିଲ୍ଲାରେ। ତେଣୁ ଓକିଲାତି ପାଠ ପଢ଼ି ଓକିଲାତି ପେଶା କଲେ ମଧ୍ୟ କୌଣସି ଅସୁବିଧା ଅଭାବ ରହିବ ନାହିଁ। ମୁଁ ପ୍ରେସିଡେଣ୍ଟ ଭାବେ ଇଲେକ୍ଟେଡ୍ ହେଇଛି। ମୁଁ ସର୍ବପ୍ରଥମେ ଆମର ବାର୍ ମେମ୍ବର୍ସମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ତାଙ୍କେ ମୋ ପ୍ରତି ଏତେ ଆଶା ରଖିକି ମୋତେ ମୌକା ଦେଇଛନ୍ତି। ଅବଶ୍ୟ ଆମେ ବହୁତ ଗୁଡ଼ାଏ କାମ କରିଛୁ। ଏବେ ଆମେ ଯେଉଁ ଟିମ୍ ଅଛୁ, ଭଲ ଟିମ୍ଟା, ପୂର୍ବରୁ ଗୁଡ଼ାଏ କାମ କରୁଛୁ, କିଛି ରହିଯାଇଛି। ଯେମିତି 3ଟା କୋର୍ଟ ଖୋଲା ହେବ, ସେଇଟା ଆମେ ଚିଫ୍ ଜଷ୍ଟିସ୍ ସହିତ ନିଜେ ପର୍ସନାଲି ମିଟ୍ କରିକି ଆମେ ଆମର ଗ୍ରିଭେନ୍ସ ଦେଇଥିଲୁ। ତାଙ୍କେ ଏସୁରାନ୍ସ ଦେଇଥିଲେ କରିବେ। 2ଟା କୋର୍ଟ ଅଲରେଡ଼ି ରେଡ଼ି। ଆଉ ଗୋଟେ ପାଇଁ ଅନ୍ ପ୍ରୋସେସ୍। ବାର୍ ବେଞ୍ଚର କେମିତି ଭଲ ରିଲେସନ୍ ରହିବ ଆଉ କେମିତି ଆମେ ମିଶିକି କାମ କରିବୁ, ସେଇଟା ଆମର ମେନ୍ ଫୋକସ୍। ଆମେ ଆମ ଜିଲ୍ଲା ପ୍ରଶାସନକୁ